କେମିତି ପେନସନ ମୁଣ୍ଡରେ ପାଇଲେ ନିଜର ଶରୀରଟା ତ କ୍ୟାନ୍ସର ରୋଗୀ କଟକ କାର୍ସିନଗରରେ ପଡ଼ିକି ଆସିଲି ମାସେ। ପିଲା ଚାରିଟା ଜନ୍ମ ହେବା ପରେ 10 ବର୍ଷ ବାହାଘର 10 ବର୍ଷ ପରେ ତାକୁ ନେଇଯାଇଛନ୍ତି। ଆଉ ଦି ପୁଅ ଦି ଝିଅ। ମୋ ସ୍ୱାମୀ ଗୋଟେ ରଖିଥିଲେ। ଆଉ ତାପରେ ମୁଁ ଏଠିକି ଶାଶୁଘରଠିକି ଆସି ବାପଘରଠିକି ଯାଏ। ଶାଶୁଘରଠୁ ମୋତେ ଭାରି ହଇରାଣ କଲେ। ହଇରାଣ କରିବାକୁ ମୁଁ ପିଲାଙ୍କୁ ନେଇକି ବାପଘରକୁ ଗଲି ହେରି। ମୋର 4ଟି ପିଲା, 2 ପୁଅ 2 ଝିଅ। ଆଉ ଗଲା ପରେ ଆଉ ସେ ରଖିତା ମୋ ଦାଦା ଝିଅକୁ ଆଣିକି ରଖିଲେ। ଆଉ ମୋତେ ଆଉ ପଚରା ଲୋଡ଼ା କିଛି କଲେନି, ପିଲାମାନଙ୍କୁ ବି ପଚାରିଲେନି। ବହୁ କଷ୍ଟରେ ବାପଘର ଟିକେ ପିଲାମାନଙ୍କୁ ମଣିଷ କଲି। ପେନସନ ସ୍ୱାମୀ ଦଉଥିଲେ, ତଥାପି କୋର୍ଟରେ କେସ୍ କରିଥିଲି। ମୋତେ ମେଣ୍ଟେନାନ୍ସ ଦଉଥିଲେ 800 ଟଙ୍କା ଲେଖାଏଁ। 800 ଟଙ୍କାରେ ସିଏ ଏବେ ମରିଗଲେ ଏଇ ମେ 24ରେ ମରିଗଲା ପରେ ସେ ରଖିତା ସ୍ତ୍ରୀ ନାଁରେ ପେନସନ କରିଦେଇକି ଯାଇଛନ୍ତି। ସେ ଉଠେଇକିରି ଆଣୁଛି। ଆପଣ ପେନସନ ପାଉନାହାନ୍ତି, ସେ ଆର ଜଣ ସ୍ତ୍ରୀ ଥିଲା ତାଙ୍କର ସେ ପେନସନ ପାଉଛନ୍ତି। ହଁ, ସେ ରଖିତା ଯାହାକୁ ରଖିଥିଲେ ଆଣିକି। କେତେ ଟଙ୍କା ସେ ପାଉଛନ୍ତି ଆପଣ ପାଇବା କଥା? 20,000 ପାଉଛନ୍ତି। ସେ 20,000 ପାଉଛନ୍ତି, ଯୋଉଟା କି ଆପଣଙ୍କର ହକ୍ ଆପଣ ପାଇବା କଥା। ହଁ। ବର୍ତ୍ତମାନ ଆପଣ ଚାହୁଁଛନ୍ତି? ଆଉ ମୁଁ ଗୋଟେ ରୋଗୀ, ଆଜ୍ଞା କ୍ୟାନ୍ସର ରୋଗୀ। କଟକ କାର୍ସିନଗରରେ ଟ୍ରିଟମେଣ୍ଟ ହଉଛି। ପଇସା ଟିକେ ନାହିଁ, ଔଷଧ ପତ୍ର ଟିକେ ଖାଇବି। ଆପଣ ଏ ନେଇ କାହା ସହିତ କଥା ହେଇଥିଲେ, ଆଲୋଚନା କରିଥିଲେ ବିଷୟ ନେଇକି ଆପଣ ପେନସନ ପାଇବା ପାଇଁ କଣ ଅଫିସ କି ଗଲି, ସିଏ ଫେରେଇ ଦେଲେ। ମାଉସୀ, ଯୋଉ ଆପଣଙ୍କ ସ୍ୱାମୀ ଯୋଉ ରଖିଥିଲେ ତାଙ୍କ ନାଁ କଣ, ଆଉ ଆପଣଙ୍କ ନାଁ କଣ, ସ୍ୱାମୀଙ୍କ ନାଁ କଣ? ସ୍ୱାମୀଙ୍କ ନାଁ ରାମଚନ୍ଦ୍ର ପ୍ରଧାନ, ମୋ ନାଁ ରେଣୁବାଳା ପ୍ରଧାନ। ରଖିତା ନାଁ ବିଷ୍ଣୁପ୍ରିୟା ପ୍ରଧାନ। କେତେ ବର୍ଷ ହେଲା ସେ ତାଙ୍କ ସହିତ ଥିଲେ? ସେ ତ ମୋ ପିଲା ବାହାଘର 10 ବର୍ଷ, ମୋ ପିଲା 4ଟା ଜନ୍ମ ହେବା ପରେ 10 ବର୍ଷ ବାହାଘର 10 ବର୍ଷ ପରେ ତାକୁ ନେଇଯାଇଛନ୍ତି। ଆଉ ତାଙ୍କର କଣ ବିବାହ ହେଇନା ସେମିତି ତାଙ୍କ ସହିତ ସେମିତି ରଖିବେ। ସେ ସରକାରୀ ଚାକିରି କରିଥିଲେ, ସ୍ତ୍ରୀ ଅଛି, ଦ୍ୱିତୀୟ ବିବାହ କରିପାରିବେନି, ସେମିତି ରଖିଛନ୍ତି। ଆପଣ କଣ ଚାହୁଁଛନ୍ତି? କେମିତି ପେନସନ ମୁଣ୍ଡରେ ପାଇଲେ ନିଜର ଶରୀରଟା ତ କ୍ୟାନ୍ସର ରୋଗୀ କଟକ କାର୍ସିନଗରରେ ପଡ଼ିକି ଆସିଲି ମାସେ। जदि आपंक आम भिडी भल लगा तेब आम चैनल को लाइक, शेयर और सब्सक्राइब करने को जमा भी भूलु नहीं।